ମୁଁ ଜାଣେ ତୁମେ ଜୀବନରେ ଏକା ସାଙ୍ଗରେ ଅନେକ ଅସୁବିଧାରେ ପଡ଼ିଛ ଏବଂ ତୁମେ ଭାବୁଛ ଯେ ମୋ ବାବା କିଛି ବି କରୁନାହାନ୍ତି। କିନ୍ତୁ ଏଭଳି ନୁହେଁ ପିଲାମାନେ। ମୁଁ ଶାନ୍ତ ରହି ତୁମ ଜୀବନରେ କାମ କରୁଛି। ମୁଁ ଚାହୁଁଛି କି ତୁମେ ପ୍ରତିଦିନ ସାଇ ସାଇ ଜପ କର। ତୁମେ ମୋ ଉପରେ ରାଗିଛ, ଅଭିମାନ କରିଛ, ସେଥିପାଇଁ ତୁମେ ନାମ ଜପ କରିବା ଛାଡ଼ି ଦେଇଛ। କିନ୍ତୁ ପିଲାମାନେ, ଯେତେବେଳେ ତୁମ ଜୀବନରେ ଅସୁବିଧା ଆସୁଛି, ତେବେ ତୁମ ବାବା ଉପରେ ରାଗ ନାହିଁ, ବରଂ ସେହି ସମୟରେ ଅଧିକ ନାମ ଜପ କର ଏବଂ ମୋ ଉପରେ ବିଶ୍ୱାସ ବି ରଖ। ତୁମର ଆତ୍ମବିଶ୍ୱାସକୁ ଦୃଢ଼ ମଜବୁତ ରଖ। ଆଜି ମୁଁ କହୁଛି, ଆସନ୍ତା 2 ରୁ 3 ଦିନ ମଧ୍ୟରେ ତୁମର ଅଧା ସମସ୍ୟା ଶେଷ ହୋଇଯିବ ଏବଂ ଧୀରେ ଧୀରେ ବାକି ଅସୁବିଧା ଗୁଡ଼ିକ ମଧ୍ୟ ଶେଷ ହୋଇଯିବ। ତୁମର ମା ବିଷୟରେ ଚିନ୍ତା କର ନାହିଁ। ମୁଁ ତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ବା ଯତ୍ନ ନେଉଛି। ତୁମକୁ ଖୁବ୍ ଶୀଘ୍ର ଏକ ନୂଆ ଚାକିରି ମଧ୍ୟ ମିଳିଯିବ। ତୁମ ପାଇଁ ଏହା ମୋର ଆଶୀର୍ବାଦ ଅଟେ। ଖୁସିରେ ରୁହ, ଖୁବ୍ ହସ। ମୋ ଆଶୀର୍ବାଦ ତୁମ ସହିତ ଅଛି। ଓମ୍ ସାଇ ରାମ, ଜୟ ସାଇ ରାମ।